ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଦେଖନ୍ତୁ, ସୁଭଦ୍ରା ଯୋଜନା ଉପରେ ଗୋଟେ ବଡ଼ ଖବର ଆସିଛି। ଆମର ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା କହିଛନ୍ତି ଯେ ଏ ଯେଉଁ ଟଙ୍କାଟା ଆପଣଙ୍କୁ ମିଳିଲା ପ୍ରଥମ କିସ୍ତି ପ୍ରାୟ 25,11 ଜଣଙ୍କୁ ଏଇଟା ପ୍ରଥମ କିସ୍ତିରେ ମିଳିଛି। ତେଣୁ ମା ଭଉଣୀମାନେ କ'ଣ କରନ୍ତି ନା, ପଇସା ମିଳିଛି ତ ବ୍ୟାଙ୍କକୁ ଯାଇକି ସେ ପଇସାଟାକୁ ଉଠେଇବାରେ ଲାଗିଲେ। ବ୍ୟାଙ୍କ ସାମ୍ନାରେ ଦେଖିବେ କି ଭିଡ଼, ଏତେ ଭିଡ଼ ଯେ ବ୍ୟାଙ୍କ ଭିତରେ ହଲି ହେଉନି। ମାନେ ଗୋଟେ ଲୋକ ତାର ଅନ୍ୟ ଅର୍ଜେଣ୍ଟ କାମ ବି କରିପାରୁନି। ତେଣୁ ଆମର ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା କହିଛନ୍ତି, ଯଦି ଆପଣ ଡିଜିଟାଲି ମତଲବ ଫୋନ୍ପେ କୌଣସି ଅନଲାଇନ୍ ପେମେଣ୍ଟ କରିବେ, ତାହେଲେ ଆପଣଙ୍କୁ 500 ଟଙ୍କା ବୋନସ୍ ମିଳିବ। ବୋନସ୍ ମାନେ ଏକ୍ସଟ୍ରା ମିଳିବ। ତେଣୁ ଆପଣ ଆଉ ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ, ଏମିତି ବି ଆଉ ବ୍ୟାଙ୍କ ଗହଳି କରିବାକୁ ପଡ଼ିବ ନାହିଁ। ତେଣୁ ଏଇଟା ଗୋଟେ ଭଲ ସୁଯୋଗ ଆପଣମାନଙ୍କ ପାଇଁ, ଯେ କି ମା ଭଉଣୀମାନେ ଯଦି ଡିଜିଟାଲି ସେଟା ଟ୍ରାଞ୍ଜାକ୍ସନ୍ କଲେ, ଯାହା କିଣିଲେ ଅନଲାଇନ୍ କିଣିପାରନ୍ତି, ଅନଲାଇନ୍ ପଇସା ଦେଇପାରନ୍ତି। ତେଣୁ ଏଇଟା ଆପଣଙ୍କୁ ଡିଜିଟାଲି ଟ୍ରାଞ୍ଜାକ୍ସନ୍ ହେଲେ ଆପଣଙ୍କୁ କ'ଣ ନା 5,100 ପ୍ଲସ୍ 500 ଟଙ୍କା ବୋନସ୍ ଦେବେ, ଯାହାଫଳରେ ଆପଣଙ୍କ ଲାଭବାନ ହେବେ। ଆଉ ଆପଣଙ୍କୁ ବ୍ୟାଙ୍କକୁ ଯିବାକୁ ପଡ଼ିବନି କି ଆପଣ କ'ଣ ବ୍ୟାଙ୍କ ଆଗରେ ଏତେ ଗହଳି କରିବାକୁ ପଡ଼ିବ ନାହିଁ। ତେଣୁ ଏ ଟଙ୍କାଟା ମାନେ କିଛି ବିରୋଧୀ ଲୋକ କହୁଛନ୍ତି ଆପଣଙ୍କୁ ମିଳିଲା 5,000 ଟଙ୍କା, ଏମିତି 50,000 ଟଙ୍କା ମିଳିବ, ଆପଣ ୟାକୁ କ'ଣ ଫେରେଇବାକୁ ପଡ଼ିବ, ଆଉ ଏହାର ସୁଧ ବି ଦେବାକୁ ପଡ଼ିବ। କାରଣ ବିପକ୍ଷ ଏମିତି କହିବେ, କିନ୍ତୁ ଆଜି ସ୍ପଷ୍ଟ କରିଦିଅନ୍ତି ଆମର ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା ମ୍ୟାଡ଼ାମ୍, ଯେ କି ଏହାକୁ କୌଣସି ପ୍ରକାର ଫେରସ୍ତ ନାହିଁ କି କୌଣସି ସୁଧ ବି ଆପଣଙ୍କୁ ଦେବାକୁ ପଡ଼ିବ ନାହିଁ। ଆପଣ ଯେମିତି ପାଇବେ, ଯେକୌଣସି ଉପାୟରେ ଆପଣ ଏହାକୁ ଖର୍ଚ୍ଚ କରିପାରିବେ। ଆପଣ ଯଦି ଚାହୁଁଥିବେ ଆପଣ କିଛି ବିଜନେସ୍ କରିପାରିବେ, ଯେକୌଣସି ଉପାୟରେ ଆପଣ ଏହାକୁ ଖର୍ଚ୍ଚ କରିପାରିବେ। ଏଥିରେ ଆପଣଙ୍କର ପୂର୍ଣ୍ଣ ଅଧିକାର ଅଛି। ଏହା ନା ସରକାରକୁ ଫେରେଇବାକୁ ପଡ଼ିବ, ନା ସୁଧ ଦେବାକୁ ପଡ଼ିବ। ତେଣୁ କିଛି ଗୁଜବ ପ୍ରଚାରିତ ହୋଇଯାଇଛି ଯେ କି ଆପଣମାନେ ଏ ପଇସାଟାକୁ ଫେରେଇବାକୁ ପଡ଼ିବ, ତେଣୁ ଆପଣମାନେ ଏଇଟା ଖର୍ଚ୍ଚ କରନ୍ତୁ ନାହିଁ। ଏଇଟା ଭୁଲ କଥା। ଆଜି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଘୋଷଣା କରିଛନ୍ତି, ଏହା ଏକ ଗୁଜବ। ଏହା କାହା କଥାରେ ଆପଣ ବିଶ୍ୱାସ କରନ୍ତୁ ନାହିଁ, ସରକାରଙ୍କ ଉପରେ ବିଶ୍ୱାସ ରଖନ୍ତୁ। ତେଣୁ ଏଇଟା ସମସ୍ତ ଭାବରେ ପହଞ୍ଚିବା ପାଇଁ ଏ ଭିଡ଼ିଓଟି ମୁଁ ଆପଣଙ୍କ ପାଇଁ କରିଛି। ଦେଖନ୍ତୁ, ଏ ପଇସାଟା ଯେଉଁ ମିଳିଛି ଆପଣଙ୍କ ପାଇଁ, ତେଣୁ ଏଇଟା ଆପଣଙ୍କ ପୂର୍ଣ୍ଣ ଅଧିକାର। ଆପଣ ଏଥିରେ ଯାହା କରିପାରିବେ, ଆପଣ ଯାହା କିଣିପାରିବେ କି ମାନେ ଯେକୌଣସି ଜିନିଷ ଆଣିପାରିବେ, ଆପଣ ଯେମିତି ପାଇବେ ସେମିତି ଖର୍ଚ୍ଚ କରିବେ। ତେଣୁ ଆପଣ ଯଦି ଏଇଟାକୁ କ୍ୟାସଲେସ୍ ମାନେ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରିବେ ଡିଜିଟାଲି, ତାହେଲେ ଆପଣଙ୍କୁ କ'ଣ ନା ବୋନସ୍ ମିଳିବ। ପ୍ରତି ପଞ୍ଚାୟତରୁ କିଛି ଏମିତି ଅଛି, ମାନେ ସମସ୍ତଙ୍କୁ ତାହେଲେ ମିଳିଯିବ, ସମସ୍ତଙ୍କୁ ମିଳିବନି, କିନ୍ତୁ ସେ ଦେଖାଯିବ ପଞ୍ଚାୟତ ୱାଇଜ୍ ସମସ୍ତଙ୍କୁ ପ୍ରାୟ 500 ଟଙ୍କା। ଯାହାର ଅଧିକ ଟ୍ରାଞ୍ଜାକ୍ସନ୍ ହୋଇଥିବ ଅନଲାଇନ୍, ତାହେଲେ ତାଙ୍କୁ ମିଳିଯିବ 500 ଟଙ୍କା ଅଧିକ ବୋନସ୍। ତେଣୁ ଏଇଟା ଆପଣମାନଙ୍କ ପାଇଁ ବହୁତ ଖୁସିର ଖବର। ତେଣୁ ଆପଣମାନେ ଯାହା କିଣିବେ, ଇଏ କରିବେ, ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରିବେ, ଏଥିରେ କୌଣସି ଅସୁବିଧା ନାହିଁ। ତେଣୁ ଆପଣମାନେ କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ, କି କୌଣସି ଜାଗାକୁ ଯାଆନ୍ତୁ ନାହିଁ, ବ୍ୟାଙ୍କ ସାମ୍ନାକୁ ଅଯଥାରେ ଭିଡ଼ କରନ୍ତୁ ନାହିଁ। ଆପଣଙ୍କ ପଇସା ଆକାଉଣ୍ଟକୁ ଆସି କାଲି ପ୍ରାୟ କ'ଣ କରନ୍ତି ନା, ଯାଇକି ଉଠେଇ ଆଣନ୍ତି, କାଳେ କିଏ ନେଇଯିବ କି ସରକାର ପୁଣି ରିଟର୍ନ ନେଇଯିବେ କି। ନା, ସରକାର କାହିଁ ରିଟର୍ନ ନେବେ, ଦେଲେ ତ ନେବେ କ'ଣ ପାଇଁ। ତେଣୁ ଆପଣମାନେ କୌଣସି ଗୁଜବ କଥାରେ ବିଶ୍ୱାସ କରନ୍ତୁ ନାହିଁ। ସରକାର ଏଇଟା ଆପଣଙ୍କୁ ଦେଇଦେଲେ ଆପଣଙ୍କ ସ୍ୱାବଲମ୍ବୀ ହେବା ପାଇଁ, ସବୁ ମା ଭଉଣୀମାନଙ୍କ ପାଇଁ ଏଇଟା ଦେଇଛନ୍ତି। ତେଣୁ ସେ କାହିଁ ଫେରେଇକି ନେବେନି। ତେଣୁ କୌଣସି ଗୁଜବ ନ ହୋଇ ପ୍ରାୟ ମହିଳାମାନେ, ମା ଭଉଣୀମାନେ ଯାଇ ବ୍ୟାଙ୍କରେ ପୁରା ଜାମ୍, ଆପଣ ଚିତ୍ର ଦେଖିବେ କି ଜାମ୍, ଯେମିତି ହଲି ହେଉନି। ବ୍ୟାଙ୍କରେ ଆପଣ ଟିକେ ବି ଜାଗା ପାଉନାହାନ୍ତି। କାରଣ କାଳେ ପଇସା ଆମ ଫେରିଯିବ କି, ନା, ଫେରିବ କାହିଁକି, ଆପଣ ଯୋଗ୍ୟ ବୋଲି ଆପଣଙ୍କୁ ମିଳିଛି। ତେଣୁ ଆପଣ ଯଦି ଅଯୋଗ୍ୟ ହେଇଥିଲେ ଆପଣଙ୍କୁ ଦେଇନଥାନ୍ତେ। ତେଣୁ ଏଥିରେ ଆପଣଙ୍କ ପଇସା ଫେରିବାର ପ୍ରଶ୍ନ ଉଠୁନି। ତେଣୁ ଆପଣମାନେ ଦୟାକରି ବ୍ୟାଙ୍କ ସାମ୍ନାରେ ଏତେ ଭିଡ଼ କରନ୍ତୁ ନାହିଁ, ଡିଜିଟାଲି ଟ୍ରାଞ୍ଜାକ୍ସନ୍ କରନ୍ତୁ ଆଉ ପୁରସ୍କାର ପାଆନ୍ତୁ। ତେଣୁ ଆମ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗୁଥିବ, ଲାଇକ୍ କରିବେ, ସେୟାର କରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ଯାହାଫଳରେ ଆପଣଙ୍କୁ ସମସ୍ତ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଯୋଜନା ବିଷୟରେ ସବୁ ତଥ୍ୟ ମିଳିବ। ଜୟ ଜଗନ୍ନାଥ।